ବାରିପଦା ଜଳେଶ୍ୱର ମୁଖ୍ୟ ରାସ୍ତାର ସିଳଦା ପୋଲଦେବୀ ନୌକା ଆକୃତି ହେବାରୁ ଯାତାୟତ ଠପ୍। ମୟୂରଭଞ୍ଜ ଜିଲ୍ଲା ମରଡ଼ା ବ୍ଲକ ଅଧୀନ ବାରିପଦା ଚିତ୍ରଡ଼ା ମରଡ଼ା ଜଳେଶ୍ୱର ମୁଖ୍ୟ ରାସ୍ତାରେ ସିଳଦା ନିକଟରେ ଥିବା ଜମ୍ଭିରା ପୋଲ ଦବି ନୌକା ଆକୃତିର ହୋଇଯାଇଛି। ଫଳରେ ଚିତ୍ରଡ଼ା ମରଡ଼ା ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। 1986 ମସିହା ତତ୍କାଳୀନ ବାଚସ୍ପତି ପ୍ରସନ୍ନ କୁମାର ଦାସଙ୍କ ପୌରୋହିତ୍ୟରେ ଉକ୍ତ ପୋଲର ତିଆରି ହୋଇଥିବା ବେଳେ ଗତ 3 ବର୍ଷ ହେବ ପୋଲଟି ବିପଦସଂକୁଳ ଅବସ୍ଥାରେ ଥିଲା। ପୂର୍ତ୍ତ ବିଭାଗ ଦ୍ୱାରା ପୋଲ ଉପରେ ଭାରୀଯାନ ଯାତାୟାତ ପାଇଁ ନିଷେଧ କରାଯାଇଥିଲା, କିନ୍ତୁ ବ୍ୟାରିକେଡ୍ଗୁଡ଼ିକ ସଠିକ୍ ଭାବେ ବସିନଥିବାରୁ ରାତିରେ ବ୍ୟାରିକେଡ୍ କଡ଼ ଦେଇ ଭାରୀଯାନ ଯାତାୟାତ କରୁଥିଲା। ଫଳରେ ବର୍ତ୍ତମାନ ପୋଲଟି ପ୍ରାୟ 3 ଫୁଟ ତଳକୁ ଦବିଯାଇଛି। ତେଣୁ ଆଜି ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ରଖି ଘଟଣାସ୍ଥଳରେ ପୂର୍ତ୍ତ ବିଭାଗ କନିଷ୍ଠ ମନ୍ତ୍ରୀ ସଞ୍ଜୟ କୁମାର ଗିରି ଘଟଣାସ୍ଥଳରେ ପହଞ୍ଚି ପୋଲର ଉଭୟ ପାର୍ଶ୍ୱରେ ବାଲି ବସ୍ତା ଦେବା ସହିତ ବ୍ୟାରିକେଡ୍ ଦିଆଯାଇ କୌଣସି ଗାଡ଼ି ଚଳାଚଳ ପାଇଁ ନିଷେଧାଦେଶ ଜାରି କରାଯାଇଛି। ତେବେ ଏଭଳି ପରିସ୍ଥିତିକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ପୋଲ ବନ୍ଦ କରିବା ପୂର୍ବରୁ ଚିତ୍ରଡ଼ା ମରଡ଼ା ମାଳିହତା ଆଦି ସ୍ଥାନରେ ଉକ୍ତ ପୋଲ ବନ୍ଦ ଅଛି ବୋଲି ସାଇନବୋର୍ଡ ମାରିବାକୁ ଦାବି ହେଉଛି। ସେହିପରି ପୋଲ ଏବେ ବନ୍ଦ ହେବାରୁ ଚିତ୍ରଡ଼ାରେ ଥିବା କଲେଜ, ବ୍ଲକ, ତହସିଲ, ରେଜିଷ୍ଟ୍ରାର ଆଦି ବିଭିନ୍ନ କାର୍ଯ୍ୟାଳୟକୁ ଯିବା ଆସିବା ଓ ମରଡ଼ାରେ ଥିବା ଥାନା, କୋର୍ଟ, ବନ ବିଭାଗ କାର୍ଯ୍ୟାଳୟକୁ ଯିବା ଆସିବା କରାଯିବା ବହୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେବେ। ସେପଟେ 2024-25 ଆର୍ଥିକ ବର୍ଷରେ ଫେବୃଆରୀ 6 ତାରିଖରେ ନୂତନ ପୋଲ ନିମନ୍ତେ ମରଡ଼ା ବିଧାୟକ ତଥା ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାତ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସୁଦ୍ଧା କାର୍ଯ୍ୟ ଅତି ମନ୍ଥର ଗତି ହେତୁ ନିର୍ମାଣ କାର୍ଯ୍ୟ କେବେ ସରିବ ଓ ଚିତ୍ରଡ଼ା ମରଡ଼ା ସିଧା ସଳଖ ଯୋଗାଯୋଗ କେବେ ହେବ ତା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ କନିଷ୍ଠ ମନ୍ତ୍ରୀ ସଞ୍ଜୟ କୁମାର ଗିରିଙ୍କୁ ପଚାରିବାରୁ ସେ କହିଛନ୍ତି, ଆସନ୍ତାକାଲି ବିଭିନ୍ନ ସ୍ଥାନରେ ସାଇନ୍ ବୋର୍ଡ ମରାଯିବା ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ସଠିକ୍ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଆଜ୍ଞା, ମୋ ନାଁ ହେଉଛି ଶ୍ରୀ କର ସରେନ, ସାଖିନ ପଟାକୁଣ୍ଡିଆ, ପୋଷ୍ଟ ମୋରଡ଼ା ଏବଂ ଜିଲ୍ଲା ମୟୂରଭଞ୍ଜ। ଏବଂ ଆମର ଯେଉଁ ଗୋଟିଏ ପୋଲ ଅଛି, ଯେଉଁ ସିଳଦାରେ ଯେଉଁ ପୋଲଟି ଅଛି, ମୋରଡ଼ା ଏବଂ ଚିତ୍ରଡ଼ାକୁ ସଂଯୋଗ କରି ଯେଉଁ ପୋଲଟି ଅଛି, ତା 3 ବର୍ଷ ହେଲା ଅକାମୀ ହେଇକି ଥିଲା। ଏବଂ ତତ୍ସଙ୍ଗେ ସଙ୍ଗେ ଆମେ ପୂର୍ତ୍ତ ବିଭାଗ ମଧ୍ୟ ସେମାନେ ଜାଣିକି ଏ ଯେଉଁ ବ୍ୟାରିକେଡ୍ କରିଥିଲେ, ସେଇ ଯେଉଁ ବ୍ୟାରିକେଡ୍ ତାର ଡାହାଣ ପଟ ଦେଇ ବାମ ପଟ ଦେଇ ଅନେକାଂଶ ସମୟରେ ଭାରି ଯାନ ଗୁଡ଼ାକ କେତେ ଗୁଡ଼ାକ ଯିବା ଆସିବା ଫଳରେ ଏବଂ 3 ଦିନ ଯେଉଁ ବର୍ଷା ହେଇଗଲା, ଯାହା ବି ଟିକେ ଆଗରୁ ଦବି ଥିଲା ଏବେ ଆହୁରି 3-4 ଦିନ ଦବିଗଲା ଫଳରେ ଯେଉଁ ଅସୁବିଧା ଆମେ ସମ୍ମୁଖୀନ କଲେ, ଆଜି ସକାଳେ ଆମେ ଦେଖିଲେ ଆମକୁ ମଧ୍ୟ ପାର ହେବା ପାଇଁ ବହୁତ ଡର ଲାଗିଲା ଏବଂ ସମସ୍ତ ଜନସାଧାରଣ ମଧ୍ୟ ଦେଖିଲେ। ଏବଂ ତତ୍ସଙ୍ଗେ ସଙ୍ଗେ ଯାହା ହଉ କୌଣସି ଭାଇ ଆମର ତାଙ୍କୁ ଆମର ଥାନାର ଅଧିକାରୀମାନଙ୍କୁ ଜଣେଇଲେ ଏବଂ ବିଡ଼ିଓ ମହୋଦୟକୁ ଜଣେଇ ଏବଂ ବର୍ତ୍ତମାନ ଯେଉଁ ଆମେ ଏତିକିଆ ପୂର୍ତ୍ତ ବିଭାଗକୁ ନିବେଦନ କରୁଛି ଯେ ଆମର ଯେଉଁ ପିଲା ଛୁଆମାନେ ପାଠ ପଢ଼ିବା ପାଇଁ ଯାଉଥିଲେ ଏଇ ରାସ୍ତା ଦେଇକି, ସେମାନେ ବର୍ତ୍ତମାନ କିଭଳି ଭାବରେ ସେମାନେ ବିଦ୍ୟାଳୟକୁ ଯିବେ ପାଠ ପଢ଼ିବା ପାଇଁ ଏବଂ ପାରର ଯେଉଁ ଜନସାଧାରଣ ମାନେ ଚିତ୍ରଡ଼ା ବଜାରକୁ ଯାଉଥିଲେ, ସେଇଠି ଆମର ବ୍ଲକ ରହିଛି ଏବଂ ତହସିଲଦାର ଅଫିସ ବିଭିନ୍ନ କାର୍ଯ୍ୟ ପାଇଁ ମଧ୍ୟ ଆମେ ଯେଉଁ ଯିବା ଆସିବା କରୁଥିଲୁ ବର୍ତ୍ତମାନ ବହୁତ ହଇରାଣ ହେଇଯାଉଛୁ। ଆଜ୍ଞା, ମୁଁ ବର୍ତ୍ତମାନ ନିବେଦନ କରୁଛି ପୂର୍ତ୍ତ ବିଭାଗକୁ ସେମାନେ ଯଥାଶୀଘ୍ର ତାର କିଛି ବ୍ୟବସ୍ଥା କରନ୍ତୁ ଏବଂ ଆମର ପିଲା ଛୁଆ ଯେମିତି ସ୍କୁଲକୁ ଯାଇପାରିବେ। ନହେଲେ ଆଜ୍ଞା ମରିଗଲୁ ଆମେ, କାହିଁକିନା ଚିତ୍ରଡ଼ା ନ ଗଲେ ଆମର କୌଣସି ଅଫିସ କାମ ହେଇପାରିବନି। ଆଜ୍ଞା, ଆପଣ ବ୍ୟବସ୍ଥା କରିବେ, ଆମର ପୂର୍ତ୍ତ ବିଭାଗକୁ ଆପଣମାନେ ନିବେଦନ କରିବେ ଏବଂ ମୁଁ ଆପଣମାନଙ୍କୁ ସରକାରଙ୍କୁ ମଧ୍ୟ ନିବେଦନ କରୁଛି ଆପଣମାନେ ଯଥାଶୀଘ୍ର ଏହାର ସୁବିଚାର କରି ଆମର ପିଲାମାନେ ଯେମିତି ଶାନ୍ତି ଶୃଙ୍ଖଳ ଭାବରେ ସ୍କୁଲ ଯାଇପାରିବେ ଏବଂ ଆମେମାନେ ଚିତ୍ରଡ଼ା ସହିତ ଯୋଗାଯୋଗ କରିକି ଯାଇପାରିବୁ, ବିଭିନ୍ନ କାର୍ଯ୍ୟ ଯେପରି ତୁଲେଇ ପାରିବୁ ବା ଆମର ହେଇପାରିବ ସେ ବ୍ୟବସ୍ଥା ଆପଣମାନେ କରନ୍ତୁ। ଏତିକି କହି ମୋର ବକ୍ତବ୍ୟ ଶେଷ କରି ଜୟ ଜଗନ୍ନାଥ।